ଚତୁର ବିଲୁଆ ଓ ବୋକା କୁମ୍ଭୀର। ଥରେ ଏକ ବିଲୁଆ ଏବଂ ଏକ କୁମ୍ଭୀର ସାଙ୍ଗ ହୋଇ ଚାଷ କରିବାକୁ ସ୍ଥିର କଲେ। କୁମ୍ଭୀରଟି ଟିକେ ବୋକା ଥିଲା, କିନ୍ତୁ ବିଲୁଆଟି ଖୁବ୍ ଚତୁର ଥିଲା। ଆଳୁ ଚାଷ। ପ୍ରଥମେ ସେମାନେ ଆଳୁ ଚାଷ କଲେ। ଅମଳ ସମୟରେ ବିଲୁଆ କହିଲା, ଭାଇ, ମୁଁ ଗଛର ତଳ ଅଂଶ ନେବି, ତୁମେ ଉପର ଅଂଶ ନିଅ। କୁମ୍ଭୀର ଭାବିଲା, ଉପରଟା ବୋଧେ ଭଲ। ସେ ରାଜି ହୋଇଗଲା। କିନ୍ତୁ ଯେତେବେଳେ ଅମଳ ହେଲା, ବିଲୁଆକୁ ମିଳିଲା ସବୁଯାକ ଆଳୁ, ଯାହା ମାଟି ତଳେ ଥାଏ, ଏବଂ କୁମ୍ଭୀରକୁ ମିଳିଲା କେବଳ ଶୁଖିଲା ପତ୍ର। ଧାନ ଚାଷ। କୁମ୍ଭୀର ରାଗିଯାଇ ଏଥର ମୁଁ କହିଲା, ତଳ ଅଂଶ ଏଥର ନେବି। ମୁଁ ତଳ ଅଂଶ ଠିକ ନେବି। ଅଛି। ବିଲୁଆ କହିଲା, ଠିକ ଅଛି। ଏଥର ସେମାନେ ଧାନ ଚାଷ କଲେ। ଅମଳ ବେଳକୁ ବିଲୁଆ ଉପରୁ ସବୁ ଧାନ ନେଇଗଲା ଏବଂ କୁମ୍ଭୀର ଭାଗରେ ପଡ଼ିଲା କେବଳ ଧାନର ଚେର। 3. ଆଖୁ ଚାଷ। କୁମ୍ଭୀର ଭାରି ଜିଦ୍ କଲା, ଏଥର ମୁଁ ଉପର ଏବଂ ତଳ ଦୁଇଟା ଯାକ ଏଥର ନେବି। ମୁଁ ଉପର ତୁମେ ଏବଂ କେବଳ ତଳ ମଝି ଦୁଇଟା ଅଂଶ ଯାକ ନେବି। ହେଉ ମଝି ଅଂଶ ସେଇଆ ନେବି। ହେବ। ଚତୁର ବିଲୁଆ ହସି କହିଲା, ହଉ, ସେଇଆ ହେବ। ଏଥର ସେମାନେ ଆଖୁ ଚାଷ କଲେ। କୁମ୍ଭୀର ଉପରୁ ପତ୍ର ଏବଂ ତଳୁ ଚେର ନେଲା, କିନ୍ତୁ ବିଲୁଆ ମଝିରୁ ସବୁ ମିଠା ଆଖୁ ନେଇ ମଜାରେ ଖାଇଲା। ଶେଷରେ କୁମ୍ଭୀର ବୁଝିପାରିଲା ବିଲୁଆ ତାକୁ ବୋକା ବନାଉଛି। ସେ ସେଦିନଠାରୁ ବିଲୁଆ ସାଙ୍ଗରେ ଚାଷ କରିବା ବନ୍ଦ କରିଦେଲା। ଉପଦେଶ: ବୁଦ୍ଧି ଥିଲେ ସବୁ କାର୍ଯ୍ୟରେ ସଫଳତା ମିଳେ, କିନ୍ତୁ ଅତି ଚତୁରତା ଅନ୍ୟର ଅନିଷ୍ଟ କଲେ ସେ ବନ୍ଧୁତା ବେଶୀ ଦିନ ଟିକେ ନାହିଁ।